ଚିଲିକାର ଦ୍ୱିତୀୟ ଭାଗର ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ। ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। ବାସ୍ତବିକ ପ୍ରକୃତି ମଧ୍ୟରେ ଏତେ ସୁନ୍ଦର ସୁନ୍ଦର ଜାଗା ଅଛି, ତା ଦେଖିଲେ ଆମ ମନର କଷ୍ଟ ଦୂର ସବୁ ଲାଘବ ହୋଇଥାଏ। କବି ମଧ୍ୟ ସେପରି ଏକ ପରିକଳ୍ପନା କରିଛନ୍ତି। ଚିଲିକାକୁ ଯାଇ ଚିଲିକାର ଅନୁଭୂତିକୁ ନେଇ ଚିଲିକା କାବ୍ୟ ରଚନା କରିଛନ୍ତି। ରାଧାନାଥ ରାୟ ଓ ତାଙ୍କର ମନର କଥାକୁ ଏ ଚିଲିକା ମାଧ୍ୟମରେ ସେ ପରିପ୍ରକାଶ କରିଛନ୍ତି। କି ଆଶ୍ରିତ କିବା ଆଗନ୍ତୁକ ଚୟ, ନିର୍ବିଶେଷେ ସର୍ବେ ପୁରାନ୍ତି ଆଶ୍ରୟ। ଏହି ଯେ ତୋର ନୀଳବକ୍ଷ ତାରକିତ, କରି ବିହରନ୍ତି ହଂସ ଅଗଣିତ। କେବଣ ଦେଶୁଁ ଏ ବର୍ଷେ ବର୍ଷେ ଆସି, କ୍ରୀଡ଼ନ୍ତି ତୋ ଅଙ୍ଗେ ନାନା ରଙ୍ଗେ ଭାସି। କଳୁଷିତ ବାରି କଳୁଷ ହାରକ, କାସାରେ କୁମୁଦ ହ୍ରାସ ପ୍ରକାଶକ। ଦକ୍ଷିଣାଶା ବଧୂ ଅବତଂସମତି, ମହୋଜ୍ଜ୍ୱଳ କୁମ୍ଭ ସମୁଭବ ଜ୍ୟୋତି। ଉଇଁଲେ ଆକାଶେ ଆସି ଦଳେ ଦଳେ, ପୂରନ୍ତି ଜଳ ଏ କଳ କୋଳାହଳେ। ଏମାନେ କି ସହଚର, ସରତର ଶରତ ସଙ୍ଗତେ ହୁଅନ୍ତି ଅନ୍ତର। ଉଜ୍ଜ୍ୱଳ ଶରତ ଲକ୍ଷ୍ମୀ ପରି ଜନ, ପ୍ରାୟ ଦେଶେ ଦେଶେ କରନ୍ତି ଭ୍ରମଣ। ଶଶାଙ୍କ ଧବଳା ନିଶା ଜ୍ୟୋତିଷ୍ମତୀ, କାଶହାସମୟୀ ସ୍ୱଚ୍ଛ ସ୍ରୋତସ୍ୱତୀ। ମାଳତୀ ବିଶଦ ନିବିଡ଼ ନିକୁଞ୍ଜ, କୁମୁଦ ଧବଳ ସରୋବର ପୁଞ୍ଜ। ଲଭି ସ୍ଥିରତର ଶରତ ପ୍ରସାଦ, ଏ ସମ୍ପଦର ଏ ଅଟନ୍ତି ଦାୟାଦ। ପ୍ରଥମରୁ ଚିଲିକାରେ ଆଶ୍ରା ନେଇଥିବା ଏବଂ ବିଭିନ୍ନ ସ୍ଥାନରୁ ଏଠାକୁ ଆସିଥିବା ପ୍ରାଣୀ ସମୂହ ନିର୍ବିଶେଷରେ ସମସ୍ତଙ୍କର ଅଭିଳାଷ ଚିଲିକା ପୂର୍ଣ୍ଣ କରିଥାଏ। ଚିଲିକାର ନୀଳବକ୍ଷକୁ ଅସଂଖ୍ୟ ଧଳାହଂସ ତାରା ପରି ଧବଳମୟ କରି ବିହାର କରିଥାନ୍ତି ବା ବିଚରଣ କରିଥାନ୍ତି। ବିଭିନ୍ନ ଦେଶରୁ ଆସୁଥିବା ପକ୍ଷୀଗଣ ନାନା ଭାବରେ ବିଭିନ୍ନ ଢଙ୍ଗରେ ଚିଲିକାରେ କ୍ରୀଡ଼ା କରିଥାନ୍ତି। ସରୋବରରେ ଅପରିଷ୍କାର ଜଳକୁ ପରିଷ୍କାର କରି କଇଁ ରୂପକ ହାସ ପ୍ରସ୍ଫୁଟିତ ହୋଇଥାଏ। ଦକ୍ଷିଣ ଦିଗ ରୂପକ ବୋହୁର କର୍ଣ୍ଣଭୂଷଣ ରୂପେ ଅଗସ୍ତ୍ୟ ନକ୍ଷତ୍ର ଶୋଭା ପାଇଥାଏ। ପୌରାଣିକ ଉପାଖ୍ୟାନ ଅନୁଯାୟୀ ଉର୍ବଶୀଙ୍କର ସୌନ୍ଦର୍ଯ୍ୟରେ ମୋହିତ ହୋଇ ମିତ୍ରବରୁଣ ମହର୍ଷିଙ୍କର ତେଜ ସ୍ଖଳିତ ହେବାରୁ ତାହାକୁ ଗୋଟିଏ ମାଠିଆରେ ରଖାଯାଇଥିଲା। ସେଥିରୁ ଅଗସ୍ତ୍ୟ ମହର୍ଷି ଜନ୍ମଗ୍ରହଣ କରିଥିଲେ। ସ୍ୱଚ୍ଛ ଆକାଶରେ କୁଆଁତାରା ଉଦୟ ହେବା ମାତ୍ରେ ପକ୍ଷୀମାନେ ସେମାନଙ୍କ ମଧୁର ଧ୍ୱନିରେ ଚିଲିକାକୁ ମୁଖରିତ କରିଦିଅନ୍ତି। ମୁଖ୍ୟତଃ ଶରତ ଋତୁରେ ଏମାନଙ୍କର ଆଗମନ ହୋଇଥାଏ ଓ ଶରତ ଋତୁର ଶେଷ ହେବା ମାତ୍ରେ ଏମାନେ ଅନ୍ତର୍ନିହିତ ହୋଇଥାନ୍ତି। ତେଣୁ କବି ଏମାନଙ୍କୁ ଶରତ ଋତୁର ପରିଜନ ବୋଲି କହିଛନ୍ତି। ଉଜ୍ଜ୍ୱଳ ଶରତ ଋତୁରେ ପରିଜନ ପରି ଏମାନେ ବିଭିନ୍ନ ଦେଶରେ ଶରତ ଋତୁ ସହିତ ପରିଭ୍ରମଣ କରିଥାନ୍ତି। ଚନ୍ଦ୍ର କିରଣରେ ଧବଳ ଦେଖାଯାଉଥିବା ଜ୍ୟୋତ୍ସ୍ନାମୟୀ ରାତ୍ରି, କାଶତଣ୍ଡି ଫୁଲ ଦ୍ୱାରା ଶୋଭା ପାଉଥିବା ସ୍ୱଚ୍ଛ ନଦୀ, ମାଳତୀ ଫୁଲ ଦ୍ୱାରା ଧବଳ ଦେଖାଯାଉଥିବା ଲତାମଣ୍ଡପ, କଇଁ ଫୁଲ ଦ୍ୱାରା ଧବଳିତ ପୁଷ୍କରିଣୀ ସମୂହ ଏ ସମସ୍ତ ଶରତ ଋତୁର ନିଶ୍ଚିନ୍ତ ଆଶୀର୍ବାଦ ଲାଭ କରୁଥିବାରୁ କବି ଏମାନଙ୍କୁ ଶରତ ଋତୁର ଦାୟାଦ ବା ବଂଶଧର ରୂପେ ପରିକଳ୍ପନା କରିଛନ୍ତି। କାରଣ ଏମାନେ ଯେଉଁ ସୌନ୍ଦର୍ଯ୍ୟ ସମ୍ପଦ ଲାଭ କରିଥାନ୍ତି, ତାହା କେବଳ ସମ୍ଭବ ହୋଇଥାଏ ଶୀତ ଋତୁର ଆଗମନ ପାଇଁ। ନିଜ ଶୁଭ୍ର ଶୁଭ୍ରେ କରନ୍ତି ବିହାର, ଶୁଭ୍ରମୟ ସଦା ଏହାକ ସଂସାର। ଶୁଭ୍ର ଶରତର ଜୟ ବୈଜୟନ୍ତୀ, ପ୍ରାୟ ବାନ୍ଧି ନଭେ ବିହରନ୍ତି। କମଳା ବିଳାସ ଭୂମି ତୋର ତୀରେ, ଫଳ ଫୁଲ ଶଶେ ସଦା ସୁରୁଚିର। ନାରିକେଳ ପୁଗ ପନସ ରସାଳ, ମୁଚୁକୁନ୍ଦ ଚମ୍ପା କେଶର ତମାଳ। ଅଶୋକ ବସନ୍ତ ବିଭବ ବିକାଶୀ, କଦମ୍ବ ଜଳଦ ଡମ୍ବର ବିଳାସୀ। ସଦାଶିବ ପ୍ରିୟ ପବିତ୍ର ଶ୍ରୀଫଳ, ସଦା ଚଳଦଳ ପବିତ୍ର ପିପ୍ପଳ। ପୁରାଣ ଶାଳ୍ମଳୀ ସୁବିଶାଳକାୟ, ସେନ ଶନି ଯହିଁ ରଚନ୍ତି କୁଲାୟ। ଗ୍ରାମ ଦେବତାଙ୍କ ମଣ୍ଡପ ବିତାନ, ସିନ୍ଦୂରିତ ପୁଷ୍ପ ଗୁଚ୍ଛେ ଗୋଡ଼ି ବାଣ। ଶିବାଳୟ ଉପକଣ୍ଠେ କନିଅର, ସୁବର୍ଣ୍ଣ ଚଷକ ଧର ମଧୁପର। କର୍ଣ୍ଣପୁର ରୂପେ ପୁଷ୍ପଜାର, ଦୋଳେ ପଲ୍ଲୀ ବିଳାସିନୀ ଅମଳ କୋପଳେ।
ଏହାର ଅର୍ଥ ଶରତର ଉଜ୍ଜ୍ୱଳତାରେ ସମସ୍ତ ଉଜ୍ଜ୍ୱଳ ହୋଇଥିବାରୁ ଏହାଙ୍କ ସଂସାର ସର୍ବଦା ଶୁଭମୟ ହୋଇଥାଏ। ଏହି ପକ୍ଷୀଗଣ ସତେ ଯେପରି ଉଜ୍ଜ୍ୱଳ ଶରତର ବିଜୟ ପତାକା ରୂପେ ଆକାଶ ମାର୍ଗରେ ଧାଡ଼ି ଧାଡ଼ି ହୋଇ ବିଚରଣ କରିଥାନ୍ତି। ଆକାଶରେ ଧାଡ଼ି ଧାଡ଼ି ହୋଇ ଉଡ଼ୁଥିବା ପକ୍ଷୀମାନଙ୍କୁ କବି ଶରତ ଋତୁର ବିଜୟ ପତାକା ରୂପେ ତର୍କଣା କରି କହିଛନ୍ତି, ଚିଲିକାରେ ତୀର ଲକ୍ଷ୍ମୀଙ୍କର କ୍ରୀଡ଼ାଭୂମି ହୋଇଥିବାରୁ ବିଭିନ୍ନ ଫଳ ଫୁଲ ଶସ୍ୟ ଯଥା ନଡ଼ିଆ, ପଣସ, ଗୁଆ, ଆମ୍ବ, ମୁଚୁକୁନ୍ଦା, ଚମ୍ପା, କେଶର, ତମାଳ ଆଦି ଦ୍ୱାରା ପରିପୂର୍ଣ୍ଣ ହୋଇ ମନୋରମ ଦେଖାଯାଇଥାଏ। ଶୀତ ଋତୁରେ ବସନ୍ତର ସୌନ୍ଦର୍ଯ୍ୟ ବିଧାନକାରୀ ଅଶୋକ, ମେଘାଡମ୍ବର ପ୍ରିୟ କଦମ୍ବ, ମହାଦେବଙ୍କ ପ୍ରିୟ ଫଳ ନଡ଼ିଆ ସର୍ବଦା ଚଳମାନ ପତ୍ରଯୁକ୍ତ ପବିତ୍ର ଅଶ୍ୱତ୍ଥ ବୃକ୍ଷ ଦ୍ୱାରା ଚିଲିକା କୂଳ ପରିଶୋଭିତ ହୋଇଥାଏ। ଚିଲିକା କୂଳରେ ଅବସ୍ଥିତ ବହୁ ପ୍ରାଚୀନ ବିଶାଳ ଶିମିଳି ବୃକ୍ଷରେ ଅଣ୍ଡିରା ମାଈ, ଚିଲ ବା ସଞ୍ଚାଣ ବସା କରି ରହିଥାନ୍ତି। ଗ୍ରାମ ଦେବତାଙ୍କ ଚଉତରା ଲାଲ ରଙ୍ଗର ଗୋଡ଼ିବାଣ ଫୁଲ ଦ୍ୱାରା ଚାନ୍ଦୁଆ ପରି ଶୋଭା ପାଇଥାଏ। ଶିବଙ୍କ ମନ୍ଦିର ସମୀପରେ କନିଅର ଫୁଲ ଭ୍ରମରର ସୁବର୍ଣ୍ଣ ପାନପତ୍ର ପରି ବିରାଜମାନ କରିଥାଏ। ପଲ୍ଲୀ ଲଳନାମାନଙ୍କର ନିର୍ମଳ କପୋଳରେ କାନ ଅଳଙ୍କାର ରୂପେ ଏହି କନିଅର ଫୁଲ ଦୋଳାୟମାନ ହୋଇଥାଏ। ବିଦୁର୍ଯ୍ୟ କିରୀଟୀ ଧାରୀ ତୁଙ୍ଗ ତାଳ ସରୋବର ତୀରେ ଶୋଭେ ମାଳ ମାଳ। ମହାନନ୍ଦେ ଚାର ବହୁ ଛାୟାଶ୍ରୟ ବାୟାବଧୂ ବସନ୍ତି ନିର୍ଭୟେ। ମୂଳ କାଳ ରୂପୀ ଭୀଷଣ ଭୁଜଙ୍ଗ ଭ୍ରୁକୁଟି ନଗଣୀ କରୁଥାନ୍ତି ରଙ୍ଗ। ଡାଳୁ ବିଲମ୍ବିତ ସ୍ୱର୍ଣ୍ଣ ବର୍ଣ୍ଣ ଦୋଳେ ଦୋଳାନ୍ତି ଶାବକ କୂଳେ। ସ୍ନେହ ଭଳେ ପଦାଶ୍ରିତ ଜୀବ ଛାୟା ପ୍ରଦାୟକ କଷ୍ଟ ସହି ପର କଷ୍ଟ ସଂହାରକ। ବଟଦ୍ରୁମ ଚାର ଯଜ୍ଞ ପୁତ୍ରବତ ଭୂସ୍ପର୍ଶୀ ଓହଳ ସ୍ତମ୍ଭେ ପରିଣତ। ମରକତ ପନ୍ନେ ପଦ୍ମରାଗ ଫଳେ ଯାବିଗ୍ରହ ଗ୍ରାମ ସୀମାନ୍ତ ଉଜ୍ଜ୍ୱଳେ। ମଧ୍ୟାହ୍ନ ସ୍ଫୁରଇ ଯହିଁ କାଳଗିର ହଳଦୀ ବସନ୍ତ ସଙ୍ଗେ ଗୁଣ୍ଡୁଚିର। ଏ ଆଦି ପାଦପ ମାଳେ ଅନ୍ଧାରିତ ତାର ପଲ୍ଲୀ ତୋର ସ୍ନିଗ୍ଧ ପୁଲକିତ ବୃତ୍ତିରେ ପୁଷ୍ପିତ କେତକୀତି ଯହିଁ ସମୀରଣ ତୋର ନିରତେ ସେବଇ। ଏହାର ଅର୍ଥ ସରୋବର ବା ପୁଷ୍କରିଣୀ କୂଳରେ ବହୁ ସଂଖ୍ୟାରେ ଅତି ଉଚ୍ଚ ତାଳଗଛ ଶୋଭା ପାଇଥାଏ। ତାଳଗଛର ବାହୁଙ୍ଗାମାନ ଉପରକୁ ଉଠି ଯାଉଥିବାରୁ ଓ ତାହା ଚିକ୍ ଚିକ୍ କରୁଥିବାରୁ କବି ତାହାକୁ ବୈଦୁର୍ଯ୍ୟର ମୁକୁଟ ରୂପେ ତର୍କଣା କରିଛନ୍ତି। ଏହି ତାଳଗଛର ଛାୟାକୁ ଆଶ୍ରୟ କରି ବାଇ ଚଢ଼େଇ ଓ ତାର ପତ୍ନୀ ନିର୍ଭୀକରେ ବା ନିର୍ଭୟରେ ଉପବେଶନ ବା ବସବାସ କରିଥାନ୍ତି। ସେହି ତାଳଗଛ ମୂଳରେ ମୃତ୍ୟୁରୂପୀ ଭୟଙ୍କର ସାପର କୁଟିଳ ଦୃଷ୍ଟିକୁ ମଧ୍ୟ ଭ୍ରୂକ୍ଷେପ ନକରି ଆନନ୍ଦରେ ଗଛ ଛାଇରେ କ୍ରୀଡ଼ାରତ ଥାଆନ୍ତି। ତାଳଗଛ ବାହୁଙ୍ଗାରୁ ଓହଳିଥିବା ସୁନା ରଙ୍ଗର ଦୋଳି ବା ବସାରେ ସେମାନେ ତାଙ୍କର ଛୁଆମାନଙ୍କୁ ସ୍ନେହରେ ବିହ୍ୱଳ ହୋଇ ଝୁଲାଇଥାନ୍ତି। ବରଗଛ ତାର ପାଦ ତଳେ ଆଶ୍ରୟ ନେଇଥିବା ସମସ୍ତ ଜୀବଙ୍କୁ ନିଜେ କଷ୍ଟ ସହି ଛାୟା ପ୍ରଦାନ କରି ସେମାନଙ୍କର କଷ୍ଟକୁ ଲାଘବ କରିଥାଏ। ଯଜ୍ଞପୁତ୍ର ଯେପରି ପିତା ପାଖରେ ଖୁଣ୍ଟ ପରି ଠିଆ ହୋଇ ଅଭୟ ପ୍ରଦାନ କରିଥାଏ, ସେହିପରି ତାହାର ଓହଳ ଗୁଡ଼ିକ ଭୂମି ସ୍ପର୍ଶ କରି ସ୍ତମ୍ଭ ରୂପେ ଦଣ୍ଡାୟମାନ ହୋଇ ଅନ୍ୟମାନଙ୍କୁ ଆଶ୍ରୟ ପ୍ରଦାନ କରିଥାଏ। ଗ୍ରାମର ଶେଷ ସୀମାରେ ଦଣ୍ଡାୟମାନ ଏହି ବଟବୃକ୍ଷ ଗ୍ରାମକୁ ଦୀପ୍ତିମନ୍ତ କରିବା ସଙ୍ଗେ ସଙ୍ଗେ ତାହା ସବୁଜ ରଙ୍ଗର ପତ୍ର ଓ ରକ୍ତ ବର୍ଣ୍ଣର ଫଳ ଦ୍ୱାରା ଶୋଭା ପାଇଥାଏ। କବି ତର୍କଣାରେ ସତେ ଯେପରି ବଟବୃକ୍ଷ ମରକତ ରୂପୀ ପତ୍ର ଓ ପଦ୍ମରାଗ ରୂପୀ ଫଳରେ ଭରପୁର ହୋଇ ତା ଶୋଭା ବର୍ଦ୍ଧନ କରିଥାଏ। ମଧ୍ୟାହ୍ନ ସମୟରେ ଏହି ବଟ ଗଛରେ ହଳଦୀ ବସନ୍ତ ଓ ଗୁଣ୍ଡୁଚି ମୂଷାର ମଧୁର ସ୍ୱର ସ୍ଫୁଳିତ ହୋଇଥାଏ। ଏହି ପ୍ରାଚୀନ ବୃକ୍ଷମାନଙ୍କ ଦ୍ୱାରା ଚିଲିକା କୂଳ ଓ ତା ସମୀପରେ ଅବସ୍ଥିତ କ୍ଷୁଦ୍ର ଗ୍ରାମଗୁଡ଼ିକ ଅନ୍ଧାରୁଆ ଦେଖାଗଲେ ବି ତାହା ଅତ୍ୟନ୍ତ ମଧୁର ଓ ସୁନ୍ଦର ଦେଖାଯାଇଥାଏ। କଣ୍ଟକ ବାଡ଼କୁ ଆଶ୍ରୟ କରି ଫୁଟିଥିବା କେତକ ଫୁଲ ଚିଲିକାକୁ ପ୍ରବାହିତ ସମୀରଣ ଦ୍ୱାରା ସେବିତ ହୋଇଥାଏ। କେତକ ଫୁଲର ବାସ୍ନା ଚହଟି ଯାଇଥାଏ ଚାରିଆଡ଼େ। କେତେଥର ଦେଖିଅଛି ଏହିମାନ ମାତ୍ର ପ୍ରତିଥର ଦିଶେ ଆନ ଆନ ଦୃଷ୍ଟପୂର୍ବ ହୋଇ ଅପୂର୍ବ ପ୍ରୀତିତି ସୁନ୍ଦରପଣର ଚିରନ୍ତନ ରୀତି। ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖିଥିଲେ ନୂଆ ଦିଶୁଥାଇଁ
ତୋ ପଶ୍ଚିମ ତୀର ଶୋଭାର ନିଳୟ, ଦେଖି ନ ରହିବ ଲାଖିକା ହୃଦୟ, ଶ୍ୟାମଳରୁ କ୍ରମେ ନୀଳ ନୀଳତର। ସୋପାନ ସ୍ୱରୂପେ ଦିଶେ ଶୈଳସ୍ତର, ଅଭ୍ରଙ୍କଶ ତୁଙ୍ଗ ପ୍ରତୀଚି ପାଚେରୀ, ଶୋଭେ ଶୋଭାମୟ ଭୂଧର ଭାଲେରୀ, କ୍ରମନିମ୍ନ ହୋଇ ନୀଳ ଜଳରାଶି, ଭେଦିଅଛି ଯାର ସୁଶ୍ୟାମଳ ନାସି, ଡୋରା ଡୋରା ହୋଇ ପରଶିଛି ଶିଖ, ଠାବେ ଠାବେ ଯାର ମାର୍ଗ ଗୈରିକ। ସୁଶ୍ୟାମଳ ଗୁଳ୍ମ ଜଟିଳ ଜଟିଆ, ତିରୁନୀରେ ଯାର ହୋଇଅଛି ଠିଆ, ତିନିଆଡ଼ୁ ଯାକୁ ତର୍ଜି ବିଚି ଦଳ, ପ୍ରଚାରନ୍ତି ନିଜ କ୍ଳୀବତ୍ୱ କେବଳ। ଏହାର ଅର୍ଥ, ଚିଲିକାର ଏକ ପ୍ରକାର ରୂପକୁ କବି ଏକାଧିକ ଥର ଦେଖିଲେ ହିଁ ପ୍ରତିଥର ତାଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଦେଖାଯାଉଛି। ତେଣୁ କବି କହିଛନ୍ତି, ପୂର୍ବରୁ ଦେଖାଯାଉଥିବା ବସ୍ତୁ ପୁନର୍ବାର ଚମତ୍କାର ଅନୁଭବ ପ୍ରଦାନ କରିବା ହେଉଛି ସୁନ୍ଦରତାର ଚିରନ୍ତନ ଲକ୍ଷଣ। ସେଥିପାଇଁ କୌଣସି ସୁନ୍ଦର ସନ୍ତୋଷତା କ୍ଷେତ୍ରରେ କେବେ ଅବଶତା ବା ବିମୁଖ ଭାବ ପରିଲକ୍ଷିତ ହୋଇନଥାଏ। ଏହାକୁ ଯେତେ ଦେଖିଲେ ମଧ୍ୟ ସେ ପ୍ରତିଥର ନୂଆ ନୂଆ ଲାଗେ। ଚିଲିକାର ପଶ୍ଚିମ ତଟଦେଶ ସୌନ୍ଦର୍ଯ୍ୟର ଆଧାରଭୂମି। ଯେକୌଣସି ବ୍ୟକ୍ତିର ହୃଦୟ ତା ସୌନ୍ଦର୍ଯ୍ୟରେ ଲାଖି ରହିଯାଏ। ଚିଲିକା କୂଳରେ ଥାକ ଥାକ ହୋଇ ଠିଆ ହୋଇଥିବା ପାହାଡ଼ମାଳା ଦୂରରୁ ପାଚେରୀ ସଦୃଶ ଦେଖାଯାଇଥାଏ ଏବଂ ବିଭିନ୍ନ ପକ୍ଷୀମାନଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇଥିବାରୁ ଶ୍ୟାମଳରୁ କ୍ରମଶଃ ପାହାଡ଼ର ଶୀର୍ଷ ଶ୍ୟାମଳତର ଦେଖାଯାଇଥାଏ। ଚିଲିକାର ପଶ୍ଚିମ ଦିଗରେ ସ୍ଥିତ ସୁଉଚ୍ଚ ଆକାଶସ୍ପର୍ଶୀ ଭାଲେରୀ ପାହାଡ଼ ସତେ ଯେପରି ପ୍ରାଚୀର ସଦୃଶ ଶୋଭା ପାଉଛି। ଭାଲେରୀର ଶୀର୍ଷଭାଗ କ୍ରମ ନିମ୍ନ ଭାବରେ ସୂକ୍ଷ୍ମାକାରରେ ଚିଲିକାର ନୀଳ ଜଳରାଶି ମଧ୍ୟକୁ ପ୍ରବେଶ କରିଛି। ଠାବ ଠାବ ବା ଠାଏ ଠାଏ ଗେରୁଆ ରଙ୍ଗର ରାସ୍ତା ପଟା ପଟା ହୋଇ ପାହାଡ଼ର ଶୀର୍ଷକୁ ଛୁଇଁଛି। ଅର୍ଥାତ୍ ଭାଲେରୀ ପାହାଡ଼କୁ ଯାଇଥିବା ରାସ୍ତା କେଉଁଠି ପଟା ପଟା ବା କେଉଁଠି ରେଙ୍ଗୁଟି ମାଟି ଯୋଗୁଁ ଈଷତ୍ ନାଲି ଦେଖାଯାଇଥାଏ। ଏହି ଚିଲିକା କୂଳରେ ଅବସ୍ଥିତ ଅନ୍ୟତମ ପାହାଡ଼ ଜଟିଆ ଛୋଟ ଛୋଟ ଗଛରେ ଘଞ୍ଚ ହୋଇ ସବୁଜ ରଙ୍ଗ ଧାରଣ କରିଥାଏ। ଚିଲିକା କୂଳରୁ ତାର ପାଣି ପର୍ଯ୍ୟନ୍ତ ଜଟିଆ ପାହାଡ଼ ଆସ୍ଥାନ ମେଲାଇ ରହିଛି। ଏହି ପାହାଡ଼ର ତିନୋଟି ପାର୍ଶ୍ୱ ଚିଲିକା ଜଳକୁ ସ୍ପର୍ଶ କରୁଥିବାରୁ ଲହରୀମାଳା ବାରମ୍ବାର ପାହାଡ଼ ଦେହରେ ଧକ୍କା ଖାଇଥାଏ। କବି ତର୍କନାୟ ସତେ ଯେପରି ତିନୋଟି ଦିଗରୁ ଚିଲିକାର ଲହରୀମାଳା ଗର୍ଜନ କରି ଜଟିଆ ପର୍ବତକୁ ଆକ୍ରମଣ କରନ୍ତି ଏବଂ ପରିଶେଷରେ ନିଜର କ୍ଳୀବତ୍ୱ ବା ଅପାରଗତା ତାହା ହିଁ ପ୍ରକାଶ କରିଥାନ୍ତି। ତଟ ବନେ ଯାର ରାଜେ ଅନ୍ଧାରୁଆ, ଜଳଦେବୀଙ୍କର କେଳିଯୋଗ୍ୟ ଗୁହା, ପାଷାଣ ଭେଦିରେ ମଣ୍ଡିତ ତୋରଣ, ଶୈବାଳ ସ୍ତରେ ଭିତ୍ତି ସୁଚିକ୍ଣ ବସି ଯହିଁ ହ୍ରଦବାସିନୀ ଅମରୀ, ସ୍ୱଚ୍ଛ ମୁକ୍ତା ଫଳେ ବାନ୍ଧନ୍ତି କବରୀ, ବୃକ୍ଷ ହୈନ ଶିଳାରୁକ୍ଷ କଳେବର ସିଂହେ ସ୍ୱରଙ୍କର ଯାମଳ ଭୂଧର, ବହୋଇ ଶାଳିଆ ପ୍ରସନ୍ନ ସଲିଳା। ତଟଦେଶେ ଯାର ଶୈଳ ଘଣ୍ଟଶିଳା, ଇନ୍ଦ୍ର ନୀଳ କାନ୍ତି ବିଶାଳ ସୋଲରୀ, ଦେଖି ମୋ ମନକୁ ଆସୋଇ ଏପରି, ଊର୍ଦ୍ଧ୍ୱେ ଉଠନ୍ତି କି ଭେଦିନ ଅବନୀ, ମାୟା ବିରଚିତ ଯାନେ ବୈରୋଚନୀ, ଅପରାଜିତାର ନୀଳିମାତସ୍କର, ଦୂରେ ଗିରିରାଜ ରାଜେ ମନୋହର। କରିମୁଣ୍ଡାକୃତି ଗିରି ଖଣ୍ଡହଣା, କାନ୍ତାରେ ହୁଅନ୍ତି ପାନ୍ଥେ ଯହିଁ ବଣା, ମଧ୍ୟାହ୍ନେ ଅନ୍ଧାର ଜିଣୋଇ ଅଳନ୍ଧୁ, କନ୍ଧ ସୀମନ୍ତିନୀ ବିଶ୍ରମ୍ବର ବନ୍ଧୁ, ନିରନ୍ଧ୍ର ନିବିଡ଼ କୀଚକ ବଣିଆ, ଅଭ୍ରଙ୍କଶ ଶିଖ ଗିରି ଗଉଣିଆ। ଏହାର ଅର୍ଥ, ଚିଲିକା ତଷ୍ଟ ଅରଣ୍ୟରେ ଥିବା ଅନ୍ଧାରୁଆ ଗୁହା ଜଳଦେବୀଙ୍କର କ୍ରୀଡ଼ା ଉପଯୁକ୍ତ ସ୍ଥାନ। ଏହି ସ୍ଥାନର ବହିଦ୍ୱାରା ପାଷାଣ ଭେଦୀ ଗୁଳ୍ମ ଦ୍ୱାରା ମଣ୍ଡିତ ହୋଇ ତୋରଣର ଶୋଭା ସୃଷ୍ଟି କରିଥାଏ
ଓ ପରସ୍ତ ପରସ୍ତ ଶୈବାଳ ଯୋଗୁଁ ପଥରର ଚଟାଣ ଚିକ୍କଣ ଦିଶୁଥାଏ। କବି କଳ୍ପନାରେ ଏହି ହ୍ରଦରେ ବାସ କରୁଥିବା ଦେବୀଗଣ ଏଠାରେ ବସି ସ୍ୱଚ୍ଛ ମୁକ୍ତା ଫଳରେ ନିଜ ଯୁଡ଼ା ବାନ୍ଧିଥାନ୍ତି। ଏଠାରେ ସ୍ଥିର ଜାମଳ ପର୍ବତ, ଯେଉଁଠି ମହାଦେବ ସିଂହେଶ୍ୱରଙ୍କର ମନ୍ଦିର ଅଛି, ତାହା ବୃକ୍ଷହୀନ ହୋଇଥିବାରୁ କର୍କଶ ଦେଖାଯାଇଥାଏ। ସେଠାରେ ସ୍ୱଚ୍ଛ ଜଳଧାରିଣୀ ଶାଳିଆ ନଦୀ ପ୍ରବାହିତ, ଯାହାର ତଟଦେଶରେ ଘଣ୍ଟଶିଳା ପର୍ବତ ଅବସ୍ଥିତ। କବି ଇନ୍ଦ୍ରନୀଳ କାନ୍ତିଯୁକ୍ତ ବିଶାଳ ଶୈଳରୀକୁ ଦେଖି ଭାବିଛନ୍ତି, ସତେ ଯେପରି ମାୟାଦାନବ ନିର୍ମିତ ଯାନରେ ପାତାଳଗାମୀ ହୋଇଥିବା ବଳି ପୃଥିବୀ ଭେଦ କରି ଉପରକୁ ଉଠୁଛି। ଅଦୂରରେ ବିରାଜିତ ହାତୀମୁଣ୍ଡ ପରି ଦେଖାଯାଉଥିବା ଖଣ୍ଡାହଣା ପର୍ବତ ସତେ ଯେପରି ଅପରାଜିତାର ଗାଢ଼ ନୀଳକୁ ଚୋରି କରି ନିଜର କଳେବରକୁ ନୀଳତର କରି ମନୋହର କରିଛି। ଏହି ପାହାଡ଼ର ଦୁର୍ଗମ ପଥରେ ବାଟୋଇମାନେ ବାରମ୍ବାର ପଥଭ୍ରଷ୍ଟ ହୋଇଥାନ୍ତି। ଏହି ସ୍ଥାନଟି ଏତେ ଘଞ୍ଚ ଯେ ମଧ୍ୟାହ୍ନ ସମୟରେ ବି ଅଳନ୍ଧୁଠାରୁ ଅଧିକ ଅନ୍ଧାରୁଆ ଦେଖାଯାଇଥାଏ। ଏ ଅନ୍ଧକାରକୁ କବି କନ୍ଧସୀମନ୍ତିନୀମାନଙ୍କର ବିଶ୍ରମର ବନ୍ଧୁ ରୂପେ ପରିକଳ୍ପନା କରିଛନ୍ତି। ରଣପୁରରେ ଗୌଡ଼ିଆ ପର୍ବତ ବହୁ ପରିମାଣରେ ବାଉଁଶ ବଣ ପରିପୂର୍ଣ୍ଣ ହୋଇଥିବାରୁ ସ୍ଥାନଟି ଘଞ୍ଚ ଓ ଅନ୍ଧାରିଆ ମୁଖ୍ୟତଃ ଦେଖାଯାଇଥାଏ। ଫଣାଧରାକୃତି ମୌନିକା ଶିଖରୀ ଯା ଶିରେ ବସନ୍ତି ରଣପୁରେଶ୍ୱରୀ ବାରୁଣୀ ବଦନେ ଏ ଗିରି ପଟଳି ଶୋଭେ ଯେହ୍ନେ ମୃଗମଦ ପତ୍ରାବଳୀ ପୂର୍ବତୀରୁ ତୋର ଆରୋହୀ ତରଣୀ ଆସୁଥିଲା ବେଳେ ଏ ତୀର ଅବନୀ ଏଇ ଦୃଶ୍ୟାବଳୀ ନିଜ ଚିତ୍ରପଟେ ଦର୍ଶକ ନୟନେ କ୍ରମଶଃ ପ୍ରକଟେ କୁହେଳିକା ଭେଦୀ ଯେହ୍ନେ ଶୈଳକୂଟ କ୍ରମେ ହେଉଥାନ୍ତି ନଭେ ପରିସ୍ଫୁଟ ଜଳୋଦ୍ଗତ ଇନ୍ଦ୍ରନୀଳର ଗମ୍ବୁଜ ପ୍ରାୟ ଦିଶୁଥାଇ ଦ୍ୱୀପ ଶୈଳବ୍ରଜ ଯେତେ ହେଉଥାଇ ତରି ଅଗ୍ରସର ଅଲଗା ଦିଶନ୍ତି ଲଗ୍ନ ପରସ୍ପର ସୂକ୍ଷ୍ମ ହେଉଥାଏ କ୍ରମେ ସ୍ଫୀତ ଏଇ ବନ ନାନା ବର୍ଣ୍ଣେ ବିଭାସିତ। ପଲକେ ପଲକେ ହୁଅଇ ପ୍ରକାଶ ଛାୟା ଆଲୋକର ଅପୂର୍ବ ବିଳାସ ସାୟନ୍ତନ ଘନ ଖେଳଇ ଗଗନେ ସୂର୍ଯ୍ୟାସ୍ତର ଐନ୍ଦ୍ରଜାଲିକ ବରଣେ। ଏହାର ଅର୍ଥ ରଣପୁରର ଅଧିଷ୍ଠାତ୍ରୀ ଦେବୀ ଦୁର୍ଗା ସର୍ପାକୃତି ମୌନାକ ପର୍ବତରେ ଅଧିଷ୍ଠାତା ହୋଇଛନ୍ତି ବା ଅଧିଷ୍ଠିତ ଦେବୀ। ପଶ୍ଚିମ ଦିଗ ରୂପକ ବଧୂର ମୁଖରେ ଏହି ପର୍ବତ ସମୂହ କସ୍ତୁରୀ ପତ୍ରାବଳୀ ରୂପେ ଶୋଭା ପାଇଥାଏ। ପୂର୍ବ ଦିଗରୁ କୂଳଭୂମିକୁ ଡଙ୍ଗା ବାହି ଆସୁଥିବା ବେଳେ ଦର୍ଶକଗଣଙ୍କ ନିକଟରେ ଏହି ଦୃଶ୍ୟ ସମୂହ ଦୃଷ୍ଟି ପଥାରୂଢ଼ ହୋଇଥାଏ। କୁହେଳିକା ଭେଦ କରି ପର୍ବତମାନଙ୍କର ଅଗ୍ରଭାଗ ସତେ ଯେପରି ଆକାଶକୁ ସ୍ପର୍ଶ କରିଯାଇଥିବା ପରି ଲାଗେ। ଚିଲିକା ମଧ୍ୟସ୍ଥ ଦ୍ୱୀପରେ ଥିବା ପାହାଡ଼ମାଳା ପାଣିରୁ ଉଠୁଥିବା ଇନ୍ଦ୍ରନୀଳ ନିର୍ମିତ ଗମ୍ବୁଜ ଗୁଡ଼ିକ ପରି ଦେଖାଯାଇଥାଏ। ଡଙ୍ଗାଗୁଡ଼ିକ ଯେତେ ପାଖକୁ ପାଖକୁ ଅଗ୍ରସର ହେଉଥାଏ, ଦ୍ୱୀପ ଓ ପାହାଡ଼ ଗୁଡ଼ିକ ସେହିପରି ପରସ୍ପରଠାରୁ ଅଲଗା ଅଲଗା ହୋଇ ଦେଖାଯାଉଥାନ୍ତି। ସୂକ୍ଷ୍ମ ରୂପରେ ବା ପାତାଳ ରୂପରେ ଦେଖାଯାଉଥିବା ଦୃଶ୍ୟାବଳୀ ଓ ତରିଗୁଡ଼ିକ କ୍ରମଶଃ ପାଖକୁ ପାଖକୁ ଆସିବାରୁ ସେଗୁଡ଼ିକ କ୍ରମଶଃ ପ୍ରସାରିତ ବା ସ୍ଫୀତାକାର ଦେଖାଯାଇଥାଏ। ଦୂରରୁ ଯାହା ଗୋଟିଏ ବର୍ଣ୍ଣ ଧାରଣ କରିଥିବାର ଦେଖାଯାଇଥାଏ, ନିକଟରେ ତାହା ଭିନ୍ନ ବର୍ଣ୍ଣ ଧାରଣ କରିବାର ଦେଖାଯାଇଥାଏ। ଗୋଟିଏ ଗୋଟିଏ ମୁହୂର୍ତ୍ତର ଛାଇ ଏବଂ ଆଲୁଅ ଅପୂର୍ବ କ୍ରୀଡ଼ା ଦର୍ଶକଙ୍କ ମନକୁ ବେଶ ଆକର୍ଷିତ କରିଥାଏ। ସନ୍ଧ୍ୟାକାଳୀନ ଆକାଶରେ ମେଘମାଳା ଉପରେ ଅସ୍ତଗାମୀ ସୂର୍ଯ୍ୟଙ୍କ ଲୋହିତ ଆଭା ଇନ୍ଦ୍ରଜାଲ ସୃଷ୍ଟି କରିବା ପରି ଜଣାଯାଉଥାଏ। ଅର୍ଥାତ୍ ଅସ୍ତାୟମାନ ସୂର୍ଯ୍ୟଙ୍କ ଲୋହିତ କିରଣ ସନ୍ଧ୍ୟାକାଳୀନ ଆକାଶରେ ମେଘମାଳା ଉପରେ ପଡ଼ିଥିବାରୁ ତାହା ଚମତ୍କାରପୂର୍ଣ୍ଣ ବିଭିନ୍ନ ରଙ୍ଗରେ ରଙ୍ଗାୟିତ ହୋଇଉଠୁଥାଏ। କବି ତର୍କଣାରେ ସେହି ଦୃଶ୍ୟ ଇନ୍ଦ୍ରଜାଲ ଦ୍ୱାରା ପ୍ରଦର୍ଶିତ ଦୃଶ୍ୟ ପରି ଅଦ୍ଭୁତ ଆଶ୍ଚର୍ଯ୍ୟ ମନେ ହୋଇଥାଏ। ଠାବେ ଠାବେ ଅଭ୍ରଖଣ୍ଡ ସ୍ୱର୍ଣ୍ଣକାନ୍ତି ଶିରତୋଳି ଶୈଳ ଶିଖୁ ଝାଙ୍କୁଥାନ୍ତି ଶୋଭାରାଶି ଫୁଟି ଅନ୍ତରୀକ୍ଷେ ସ୍ଥଳେ ତହୁଁ ତ ତରଳ ବକ୍ଷେ ପ୍ରତିଫଳେ। ଆହା ଏ ଶୋଭାର କାହିଁ ପଟାନ୍ତର ଥିଲେ ଥିବେ ସ୍ୱର୍ଗେ ମର୍ତ୍ତ୍ୟେ ଅଗୋଚର ପାଶୋରିବ ଦେଖି କହ କେହୁଜନ
ଏଶୋକ ପାଶୋରି ଅପ୍ସରା ଭୁବନ ଭାରତୀ ଭକତ କେଉଁ ରୂପା ପାଶି ତୃପ୍ତ ହେବ ଏଥରେ ମାତ୍ର ଧ୍ୟାଇ ବଚନ ବିଷୟ ନୁହଁ ଇଏ ଛବି ହୃଦୟ ସେ କେବଳ ପାରେ ଅନୁଭବୀ ନାନା ତୀର୍ଥ ଜଳ ଆସି ଦିବା ନିଶି ପୂତ କରେ ତୋର ଅଙ୍ଗତ ହିଁ ମିଶି ସର୍ବ ଦେବଦେବୀ ସ୍ନାନେ ପବିତ୍ରିତ ନୀଳାଚଳ ପାଦେ ବହେ ଯେ ସରିତ ପୁନ୍ନାଗ ଅରଣ୍ୟ ଲକ୍ଷ୍ମୀ ଦରପଣ ତେଜପୁଞ୍ଜ ଭୃଗୁ ପ୍ରଭାବେ ପାବନ ଭାର୍ଗବୀ ସ୍ୱର୍ଗର ସୁଗମ ନିଶ୍ରେଣୀ ମନୋହର ଚାର ନୀଳ ନୀରବେଣୀ। ଏହାର ଅର୍ଥ ହେଉଛି ଯେକୌଣସି ବା କୌଣସି ସ୍ଥାନରେ ପାହାଡ଼ର ଶୀର୍ଷରେ ରହିଥିବା ମେଘଖଣ୍ଡ ଉପରେ ସୂର୍ଯ୍ୟଙ୍କର କିରଣ ପଡ଼ିବାରୁ ତାହା ସୁନାର ଶୋଭା ଧାରଣ କରିଥାଏ। ଏହା ସତେ ଯେପରି ସ୍ୱର୍ଣ୍ଣକାନ୍ତି ଧାରଣ କରି ତଳକୁ ଝାଙ୍କି ପଡ଼ିଥିବା ପରି ପ୍ରତୀୟମାନ ହୋଇଥାଏ ବା ଦୂଷିତ ହୋଇଥାଏ। ସେହି ଶୋଭା ଆକାଶ ପୃଥିବୀ ଦେଇ ଚିଲିକାର ଜଳରେ ପ୍ରତିଫଳିତ ହୋଇଥାଏ। କବି ତର୍କଣାରେ ଏପରି ସୌନ୍ଦର୍ଯ୍ୟର କୌଣସି ତୁଳନା ନାହିଁ ଅତୁଳନୀୟ। ହୁଏତ ଏପରି ସୌନ୍ଦର୍ଯ୍ୟ ସ୍ୱର୍ଗରେ ଥାଇପାରେ ମାତ୍ର ମର୍ତ୍ତ୍ୟରେ ସମ୍ପୂର୍ଣ୍ଣ ଅସମ୍ଭବ ବୋଲି ପରିକଳ୍ପନା କରିଛନ୍ତି। ଏପରି ଦୁଃଖ ଭୁଲା ସ୍ୱର୍ଗୀୟ ସୌନ୍ଦର୍ଯ୍ୟକୁ କେଉଁ ମଣିଷ ବିସ୍ମୃତ ହୋଇପାରିବ? କେଉଁ ସୌନ୍ଦର୍ଯ୍ୟ ପିପାସୁ ସରସ୍ୱତୀ ସାଧକ ବା ବାଗ୍ଦେବୀ ସାଧକ ଏହି ରୂପକୁ ଥରେ ମାତ୍ର ଧ୍ୟାନ କରି ସନ୍ତୋଷ ଲାଭ କରିପାରିବ? ଅର୍ଥାତ୍ ଏପରି ସୌନ୍ଦର୍ଯ୍ୟକୁ ବାରମ୍ବାର ଦେଖିବା ପାଇଁ ମନରେ ସ୍ୱତଃ ଆବେଗ ସୃଷ୍ଟି ହୋଇଥାଏ। ଏପରି ସୌନ୍ଦର୍ଯ୍ୟକୁ ଭାଷାରେ ପ୍ରକାଶ କରିବା ଅସମ୍ଭବ। କେବଳ ଅନୁଭବୀ ହିଁ ଅନୁଭବ କରିପାରିବ। ବିଭିନ୍ନ ପୁଣ୍ୟ କ୍ଷେତ୍ରରେ ଜଳ ନଦୀ ମାଧ୍ୟମରେ ଆସି ଦିନରାତି ଚିଲିକାରେ ପ୍ରବେଶ କରୁଥିବାରୁ ଏହାର ଜଳ ଅତ୍ୟନ୍ତ ପବିତ୍ର। ନୀଳାଚଳ ପାଦଦେଶରେ ପ୍ରବାହିତ 18 ନଳା ନଦୀରେ ସମସ୍ତ ଦେବାଦେବୀ ସ୍ନାନ କରୁଥିବାରୁ ତାର ଜଳ ବେଶ ପବିତ୍ର। ସେହି ନଦୀ ଜଳ ମଧ୍ୟ ଚିଲିକାରେ ପ୍ରବେଶ କରିଥାଏ। ଏଠାରେ ଥିବା ପୁନ୍ନାଗ ଅରଣ୍ୟ ଲକ୍ଷ୍ମୀଙ୍କର ଦର୍ପଣ ସଦୃଶ ତପସ୍ୟା ଦ୍ୱାରା ତେଜସ୍ୱୀ ହୋଇଥିବା ଭୃଗୁ ଋଷିଙ୍କ ପ୍ରଭାବ ଫଳରୁ ଏହି ଅରଣ୍ୟଟି ନିତାନ୍ତ ବା ଅତ୍ୟନ୍ତ ପବିତ୍ର। ଭାର୍ଗବୀ ନଦୀ ଗୋଟିଏ ପବିତ୍ର ନଦୀ। ଜନଶ୍ରୁତି ଅନୁଯାୟୀ ଭୃଗୁମୁନି ଏହି ନଦୀ କୂଳରେ ତପ ସାଧନା କରୁଥିବାରୁ ଏହାର ନାମ ଭାର୍ଗବୀ ହୋଇଛି। କିମ୍ବଦନ୍ତୀ ଅନୁସାରେ ଏହି ନଦୀରେ ସ୍ନାନ କଲେ ସ୍ୱର୍ଗଲୋକରେ ସ୍ଥାନ ମିଳିଥାଏ। ତେଣୁ ଏହି ନଦୀର ଜଳ ହେଉଛି ସ୍ୱର୍ଗ ଲାଭ ପାଇଁ ଏକ ସହଜ ନିଗୁଣ ଓ ସିଡ଼ି ସଦୃଶ। ଏହି ପବିତ୍ର ଭାର୍ଗବୀ ନଦୀର ଜଳ ମଧ୍ୟ ଚିଲିକାରେ ପ୍ରବେଶ କରିଛି। ପୁନରାୟ ଏହାର ନୀଳ ତରଙ୍ଗାୟିତ ଜଳର ସୌନ୍ଦର୍ଯ୍ୟ ଅକଳନୀୟ। ସ୍ନାନ କାଳେ ଦ୍ୱିଜକୁମାରୀ ନିଚୟ ମୁଖ ଦିଶେ ହେମ ତାମରସମୟ ମଞ୍ଜୁ ଛୁରିଅନା କୁଞ୍ଜ ବିହାରିଣୀ ସାକ୍ଷୀ ଗୋପୀନାଥ ହୃଦୟ ହାରିଣୀ ଦ୍ୱିଜକନ୍ୟା ଲକ୍ଷ୍ମୀ ସ୍ନାନେ ପୁଣ୍ୟତିନୀରା ସୌଗନ୍ଧିକ ଗନ୍ଧେ ଚାରୁ ରତ୍ନ ଚିରା ଦୟାବୀର ଧୀର ମୁନୀନ୍ଦ୍ର ଦଧିଚି ଅଭିଷେକ ଫଳେ ପୂତଜାର ବିଚି ଭବତଳେ ବିଭୁଦୟା ମୂର୍ତ୍ତିମତୀ ଧଉଳି ଦର୍ପଣ ଦୟା ସ୍ରୋତସ୍ୱତୀ ଭୁବନେଶ୍ୱରୀଙ୍କ କେଳି ଉପବନ କିଳଶୟ ତାମ୍ର ଏକାମ୍ର କାନନ ଦ୍ରୁମରାଜି ଛାୟା ଅନ୍ଧାରେ ଯାହାର ମୃଦୁ କଳନାଦେ ବହେ ସ୍ୱଚ୍ଛଧାର ନଦୀ ମନ୍ଦାକିନୀ ଅମନ୍ଦଗାମିନୀ ରଣପୁର ରାଷ୍ଟ୍ର ବନ ବିହାରିଣୀ ଏ ଆଦି ବିବିଧ ପୁଣ୍ୟତୀର୍ଥ ସଙ୍ଗ ଲଭି ପରିପୃଷ୍ଟ ତୋର ନୀଳ ଅଙ୍ଗ ନିଜେ ତୀର୍ଥେଶ୍ୱର ସର୍ବ ତୀର୍ଥାଶ୍ରୟ ତୋ ସଙ୍ଗେ କରନ୍ତି ନିରବିନିମୟ। ଏହି ନଦୀରେ ସ୍ନାନ କରିବା ସମୟରେ ବ୍ରାହ୍ମଣ କନ୍ୟାମାନଙ୍କର ମୁଖଗୁଡ଼ିକ ସ୍ୱର୍ଣ୍ଣ ପଦ୍ମ ପରି ଦେଖାଯାଇଥାଏ। ମନୋହର ଛୁରିଅନା କୁଞ୍ଜରେ ବିହାର କରିଥିବା ଓ ପ୍ରଭୁ ସାକ୍ଷୀ ଗୋପୀନାଥଙ୍କ ହୃଦୟ ହରଣକାରୀ ବ୍ରାହ୍ମଣ କନ୍ୟା ଲକ୍ଷ୍ମୀଙ୍କ ସ୍ଥାନରେ ପବିତ୍ର ନୀଳକଇଁ ସୁଗନ୍ଧରେ ସୁଗନ୍ଧିତା ରତ୍ନଚିରା ନଦୀ ଦୟାବୀର ପଣ୍ଡିତ ମୁନିଶ୍ରେଷ୍ଠ ଦଧିଚିଙ୍କ ସ୍ନାନ ଦ୍ୱାରା ପବିତ୍ରିତା ଭୂପୃଷ୍ଠରେ ଧଉଳି ପାହାଡ଼ ଦର୍ପଣରେ ମୁଖ ଦେଖୁଥିବା ଦେହଧାରିଣୀ ଦୟା ନଦୀ ପବିତ୍ର ରମ୍ଭାରଙ୍ଗଯୁକ୍ତ ନବପଲ୍ଲବ ଶୋଭିତ ଭୁବନେଶ୍ୱରୀଙ୍କ କ୍ରୀଡ଼ା ଉପବନ ଏକାମ୍ର କ୍ଷେତ୍ର
ବା ଭୁବନେଶ୍ୱର ବଡ଼ ବଡ଼ ବୃକ୍ଷ ଛାଇ ଅନ୍ଧାରରେ ମଧୁର କାଳନାଦରେ ପ୍ରବାହିତ ଗନ୍ଧବତୀ ନଦୀ ରଣପୁରରେ ପର୍ବତମାଳାକୁ ବାହାରି ସମଗ୍ର ରଣପୁର ରାଜ୍ୟ ଅରଣ୍ୟ ମଧ୍ୟ ଦେଇ ପ୍ରବାହିତ ଖରସ୍ରୋତା ମଲାଗୁଣୀ ନଦୀ ଆଦି ବିବିଧ ପୁଣ୍ୟବତୀଙ୍କ ପୁଣ୍ୟ ଜଳ ସମ୍ପର୍କରେ ଆସି ଚିଲିକାର ନୀଳ ଅଙ୍ଗ ପରିପୃଷ୍ଟ ବା ବିକାଶ ପ୍ରାପ୍ତ ହୋଇଛି। ଅନ୍ୟାର୍ଥରେ କହିଲେ ଏହି ପବିତ୍ର ନଦୀ ଜଳ ସମ୍ପର୍କରେ ଆସିବା ଦ୍ୱାରା ଚିଲିକାର ଜଳ ମଧ୍ୟ ପବିତ୍ର ହୋଇଯାଇଛି। ସମସ୍ତ ତୀର୍ଥ ବା ଜଳର ଆଶ୍ରୟଦାତା ସ୍ୱୟଂ ମହାସମୁଦ୍ର ଚିଲିକା ସହିତ ଜଳ ବିନିମୟ ବା ଅଦଳ ବଦଳ କରିଥାନ୍ତି। ଏହାର ପ୍ରକୃତ ଅର୍ଥ ହେଉଛି ସବୁଦିନ ସମୁଦ୍ରର ଜଳ ଚିଲିକାରେ ପ୍ରବେଶ କରିଥାଏ ଏବଂ ଚିଲିକାର କିଛି ଜଳ ମଧ୍ୟ ସମୁଦ୍ରରେ ପ୍ରବେଶ କରେ। ଏହାକୁ କବି ନୀର ବିନିମୟ ବୋଲି ପ୍ରକାଶ କରିଛନ୍ତି। ପବିତ୍ର ସୁନ୍ଦର ସୁନ୍ଦର ପାବନେ ତୋ ଠାରେ ହୋଇଛି ଏହି ସଂଗଠନ। ତେଣୁ ସିନା ତୋର ତୀର ଦୀପାବଳି ଦେବ ଦେବୀଙ୍କର ପ୍ରିୟ ବାସସ୍ଥଳୀ। ତେଣୁ ସିନା ତାରା ଚଣ୍ଡୀ ଭଗବତୀ ସରାଗେ ତୋ ତୀରେ ବିହିଲେ ବସତି। ତେଣୁ ନାଗେଶ୍ୱରୀ ନିକୁଞ୍ଜ ବିଳାସୀ ପ୍ରଭୁ ଚଣ୍ଡେଶ୍ୱର ତୋ ତୀର ନିବାସୀ। ତୋ ଦର୍ଶନେ କ୍ଷୁଦ୍ର ମନୁଷ୍ୟର ଚିତ୍ତ ଦେଶେ କାଳେ ହୁଏ ଦୂର ବିସ୍ଫାରିତ। ଅତୀତର ତୁହି ସାକ୍ଷୀ ପୁରାତନ ଦେଖିଲୁ ନଗର ଉତ୍ଥାନ ପତନ। କେତେ ରାଜଧାନୀ ତୋ ତୀରେ ଉତ୍ଥିତ ହୋଇ ତହିଁ ପୁଣି ହେଲେ ଅସ୍ତମିତ। ଧୋଉଅଛି ତୋର ନୀଳ ଉର୍ମିମାଳ ଏବେ ତାଙ୍କ କାଳ ଚର୍ବିତ କଙ୍କାଳ। କେତେ ରାଜା କେତେ ଦିଗ୍ବିଜୟୀ ବୀର ଆଲୋଡ଼ିଲେ ତୋର ସ୍ନିଗ୍ଧ ନୀର। ତୋ ଆକାଶ ପୁରୀ ଜୟ ବାଦ୍ୟ ରୋଳେ ଉଡ଼େଇବାନା ତୋ ପବନ ହିଲ୍ଲାଳେ। ଚିଲିକାରେ ସୁନ୍ଦରତା ଓ ପବିତ୍ରତାର ମଧୁର ସଂଗଠନ ବା ଏକତ୍ରୀକରଣ ଘଟିଛି। ସେଥିପାଇଁ ଚିଲିକାର କୂଳରେ ଥିବା ଦ୍ୱୀପମାନଙ୍କରେ ବହୁ ଦେବାଦେବୀଙ୍କର ସମାବେଶ ଘଟିଛି। ଅନ୍ୟ ଭାବରେ କହିଲେ ଏହି ସୁନ୍ଦରତା ପବିତ୍ରତା କାରଣରୁ ଚିଲିକା କୂଳ ଦେବାଦେବୀମାନଙ୍କର ପ୍ରିୟ ଆଶ୍ରୟସ୍ଥଳୀ ହୋଇପାରିଛି। ଏହି କାରଣରୁ ଚିଲିକା ସମୀପରେ ତାରା ଚଣ୍ଡୀ ଏବଂ ଭଗବତୀ ଶ୍ରଦ୍ଧାରେ ବସବାସ କରିଥାନ୍ତି। ଅର୍ଥାତ୍ ତାରା ଚଣ୍ଡୀ ଭଗବତୀ ଆଦି ଦେବୀଙ୍କର ମନ୍ଦିର ଚିଲିକା କୂଳରେ ଅବସ୍ଥିତ। ନାଗେଶ୍ୱର ଲତାମଣ୍ଡପ ବିଳାସୀ ପ୍ରଭୁ ଚଣ୍ଡେଶ୍ୱର ସେଥିପାଇଁ ଚିଲିକା କୂଳରେ ବାସ କରିଥାନ୍ତି। ଚିଲିକାର ଏହି ମହାନ ରୂପ ଦର୍ଶନରେ କ୍ଷୁଦ୍ର ସଂକୀର୍ଣ୍ଣ ମନା ମଣିଷର ହୃଦୟ ଯଥା ସମୟରେ ବିସ୍ତାରିତ ହୋଇଥାଏ। ଚିଲିକା ଅତୀତ ଓ ଉତ୍କଳର ସବୁଠାରୁ ପ୍ରାଚୀନ ସାକ୍ଷୀ। ଅନେକ ରାଜାଙ୍କ ଉତ୍ଥାନ ପତନ ଦେଖିଛି ଏ ଚିଲିକା। ଚିଲିକା କୂଳରେ କେତେ ରାଜଧାନୀ ବା ରାଜନଗର ପ୍ରତିଷ୍ଠିତ ହୋଇ କାଳକ୍ରମେ ବିଲୟ ଘଟିଛି। ତାର ସମୟକ୍ରମେ ଧ୍ୱଂସ ହୋଇଯାଇଥିବା ସେହି ରାଜଧାନୀମାନଙ୍କର କଙ୍କାଳ ଅସ୍ଥିପଞ୍ଜରାକୁ ଚିଲିକାର ନୀଳ ଢେଉ ଧୋଇ ଚାଲିଛି। କେତେ ରାଜା ଦିଗ୍ବିଜୟୀ ବୀର ଚିଲିକାର ଶାନ୍ତ ନୀଳ ଜଳକୁ ଆଲୋଡ଼ିତ ବା ମଥିତ କରିଛନ୍ତି ସେମାନଙ୍କ ଯୁଦ୍ଧଯାତ୍ରା ସମୟରେ। ପୁଣି କେତେ ରାଜ୍ୟ ବିଜୟୀ ରାଜା ନିଜ ବିଜୟ ଆଶା ନେଇ ଚିଲିକା ଜଳରେ ଯାତ୍ରା କରିବା ସମୟରେ ବାଦ୍ୟ ଶବ୍ଦ ସହିତ ପତାକା ଉଡ଼େଇ ଚିଲିକାର ଜଳକୁ ହିଲ୍ଲୋଳିତ କରି ଯାଇଥିଲେ। ସଦମ୍ବେ ବାହିଲେ ତୋର ବକ୍ଷେ ତରି ଅକ୍ଷୟ ଯଶର ଆଶା ବକ୍ଷେ ଧରି। ଅଭିଯାନେ ତାଙ୍କ ତରି ମେରୁଦଣ୍ଡ ରେଖା ପଡ଼ିଲା ତୋର ନୀଳ ଗଣ୍ଡେ। ସେହି ରେଖା ପ୍ରାୟ ତାଙ୍କ ଯଶମାନ ଜାତ ମାତ୍ରେ ସିନା ହେଲା ଅନ୍ତର୍ଦ୍ଧାନ। ବୃଥା ହାଣି ଆହା ଲକ୍ଷ ଲକ୍ଷ ମଥା କେତେ ଦିନ ପାଇଁ କଲେ କେତେ କଥା। ଯଶୋରଙ୍କ ହୋଇ ପଦାଙ୍କ ସେବିରେ ରଖି ପାରିଲେ କି ଯଶ ପଦବୀରେ। ସୁଲଭ ଯେ ଲାଞ୍ଚେ ବନ୍ଦୀକୁଳ ଯଶ କାଳ କି ସେ ଲାଞ୍ଚେ କେବେ ହୁଏ ବଶ। ଇତିହାସ ରଙ୍ଗସ୍ଥଳୀ ତୁ ଚିଲିକା ତୋର ତୀରେ ପରା ଶ୍ରୀମତୀ ମାଣିକା। ହସ୍ତେ ଭୁଞ୍ଜିଥିଲ ସାଦରେ ଲବଣୀ ଭାବଗ୍ରାହୀ ପ୍ରଭୁ ଭକ୍ତ ଚିନ୍ତାମଣି। ଦିନେ ତୋର ତୀରେ ବସି ନିକାଞ୍ଚନେ କାଞ୍ଚି ଯାତ୍ରା କଥା ପଡ଼ିଗଲା ମନେ ସ୍ୱପ୍ନେ ଭାସି। କାଳସ୍ରୋତ ପ୍ରତିଲୋମେ ଦେଖିଲି ଅମରୀ ବିରାଜିତ ବେମେ।
କେତେ ରାଜା ମହାରାଜା ଯୁଦ୍ଧରେ ଜୟଲାଭ କରି ଅକ୍ଷୟ ଖ୍ୟାତିର ଅଧିକାର ହେବା ନିମିତ୍ତ ଚିଲିକା ବକ୍ଷରେ ଡଙ୍ଗା ମେଲି ଦେଇଥିଲେ। ତାଙ୍କର ଏହି ଯୁଦ୍ଧଯାତ୍ରା ସମୟରେ ଡଙ୍ଗା ମେରୁଦଣ୍ଡର ଛାଇ ଯେ ସମୟ ଚିଲିକାରେ ସ୍ଥାୟୀ ହୋଇଥିଲା, ମାତ୍ର ସେତିକି ସମୟ ପର୍ଯ୍ୟନ୍ତ ସେମାନଙ୍କ ଯଶ ସ୍ଥାୟୀ ହୋଇ ଅଦୃଶ୍ୟ ହୋଇଯାଇଥିଲା। ଅର୍ଥାତ୍ ଯୁଦ୍ଧରେ ଜୟଲାଭ କରି ଯେଉଁ ଯଶ ବା ଖ୍ୟାତି ଲାଭ ହୋଇଥାଏ, ତାହା କ୍ଷଣସ୍ଥାୟୀ। ଏହିପରି ଯଶ ଆଶାଶ୍ରାୟୀ ବୀରଗଣ ଅଯଥାରେ ଲକ୍ଷ ଲକ୍ଷ ମଣିଷକୁ ହତ୍ୟା କରି ମାତ୍ର କେତେଟା ଦିନ ପାଇଁ କେତେ କଥା କରିଗଲେ। ଏହିପରି ଯଶୋରଙ୍କ ବୀର ନିଜ ଉପାଧି ବା ଯଶର ଚିହ୍ନକୁ ସବୁଦିନ ପାଇଁ କ'ଣ ରଖିପାରିଲେ? ଭାଟମାନଙ୍କ ଦ୍ୱାରା ଯେଉଁ ଯଶ ବା କୀର୍ତ୍ତି ସହଜଲଭ୍ୟ ହୋଇଥାଏ, ଉତ୍କୋଚ ଲାଳସାରେ କାଳ ସେହି ଉତ୍କୋଚ ଦ୍ୱାରା ବଶୀଭୂତ ହୁଏ ନାହିଁ। ଅର୍ଥାତ୍ ଭାଟମାନଙ୍କ ଦ୍ୱାରା ରାଜାମାନଙ୍କ ଯେଉଁ ଅଯଥା କୀର୍ତ୍ତିଗାନ କରାଯାଇଥାଏ, କାଳ ବା ସମୟ ନିକଟରେ ତାର କୌଣସି ମୂଲ୍ୟ ନଥାଏ। ଚିଲିକା ଓଡ଼ିଶା ଇତିହାସର ବହୁ ଘଟଣାର ସାକ୍ଷୀ। ଅତୀତରେ ଏହି ଚିଲିକା କୂଳରେ ମାଣିକୀ ଗୌରିଣୀ ହସ୍ତରୁ ଆଗ୍ରହରେ ସ୍ୱୟଂ ଜଗନ୍ନାଥ ବଳଭଦ୍ର ଓ ଲବଣୀ ଖାଇଥିଲେ। ଇତିହାସର ନାଟ୍ୟଶାଳା ଏହି ଚିଲିକା କୂଳରେ ନିର୍ଜନରେ ବସିଥିବା ସମୟରେ କବିଙ୍କର କାଞ୍ଚିଯାତ୍ରା କଥା ମନେ ପଡ଼ିଯିବାରୁ କଳ୍ପନା କ୍ଷେତ୍ରରେ ସମୟ ସ୍ରୋତରେ ପ୍ରତିକୂଳରେ କବି ସ୍ୱପ୍ନରେ ବିଭାସିତ ଅମରୀ ବିରାଜିତ ଧାମରେ ପହଞ୍ଚିଛନ୍ତି।